ଭାରତ ଛାଡ଼ ଆନ୍ଦୋଳନ 1942। ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିବ ତୁମକୁ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ, ଯଦ୍ୱାରା +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ସମସ୍ତ ଭିଡ଼ିଓ ଗୁଡ଼ିକ ମୁଁ ଯେତେବେଳେ ଅପଲୋଡ଼ କରିବି ତାର ନୋଟିଫିକେସନ୍ ଗୁଡ଼ିକ ତୁମମାନଙ୍କ ପାଖକୁ ଚାଲିଯିବ ଏବଂ ତୁମେମାନେ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ନୋଟ୍ ଗୁଡ଼ିକ ବହୁତ ସହଜ ଏବଂ ସୁନ୍ଦର। ପିଲାମାନେ, ତୁମର ବାର୍ଷିକ ପରୀକ୍ଷାରେ ଯଦି ଭାରତ ଛାଡ଼ ଆନ୍ଦୋଳନ ପ୍ରଶ୍ନ ଆସେ ତାହେଲେ ଏଠି ଯେଉଁ ଫର୍ମାଟ୍ ହିସାବରେ ଲେଖା ହେଇଛି ପିଲାମାନେ, ଏହି ଫର୍ମାଟ୍ ହିସାବରେ ହିଁ ତୁମେ ତୁମର ଉତ୍ତର ଖାତାରେ ଭାରତ ଛାଡ଼ ଆନ୍ଦୋଳନର ଉତ୍ତରଟି ଲେଖିବ। ଏହି ଫର୍ମାଟ୍ ହିସାବରେ ପିଲାମାନେ ତୁମେମାନେ ତୁମର ନୋଟ୍ଟିକୁ ମଧ୍ୟ ତିଆରି କରିବ, ଯଦ୍ୱାରା ଯଦି ଲଙ୍ଗ୍ କ୍ୱେଶ୍ଚନ୍ 8 ମାର୍କର ପଡ଼ିବ ତାହେଲେ ତୁମେ ବହୁତ ସହଜ ଏବଂ ସୁନ୍ଦର ଭାବରେ ତୁମର ଉତ୍ତର ଦେଇପାରିବ। ତା ସହିତ 3 ମାର୍କର ଯଦି ବି ପ୍ରଶ୍ନ ଆସେ ଏହି ଭାରତ ଛାଡ଼ ଆନ୍ଦୋଳନରୁ, ସେ 3 ମାର୍କର ପ୍ରଶ୍ନ ମଧ୍ୟ ବହୁତ ସୁନ୍ଦର ଭାବରେ କରିପାରିବ। ତା ସହିତ ଯଦି 2 ମାର୍କର ବି ଯଦି ପ୍ରଶ୍ନ ଆସିବ ବହୁତ ସୁନ୍ଦର ଭାବରେ କରିପାରିବ ଏବଂ 1 ମାର୍କର ପ୍ରଶ୍ନ ମଧ୍ୟ ତୁମେ ଏହି ଫର୍ମାଟ୍ରେ ଯଦି ତୁମର ନୋଟ୍ଟି ତିଆରି କରିବ ତାହେଲେ କରିପାରିବ। ଯଦି ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ ଭାରତ ଛାଡ଼ ଆନ୍ଦୋଳନ 8 ମାର୍କର ପ୍ରଶ୍ନ ଆସେ, ପ୍ରଥମେ ତୁମେ ଭାରତ ଛାଡ଼ ଆନ୍ଦୋଳନ ବିଷୟରେ ସାମାନ୍ୟ ଜ୍ଞାନ ପ୍ରଦାନ କରିବ, ଯାହାକି ଭାରତ ଛାଡ଼ ଆନ୍ଦୋଳନର ଉପକ୍ରମ ହେବ। ତାପରେ ଅଗଷ୍ଟ ଦାନ ଘୋଷଣା ବିଷୟରେ ଲେଖିବ। ତାପରେ ଭାରତରେ ବ୍ୟକ୍ତିଗତ ସତ୍ୟାଗ୍ରହ ଭାରତ ଛାଡ଼ ଆନ୍ଦୋଳନରେ ଆରମ୍ଭ ହୋଇଥିଲା ତାରି ବିଷୟରେ ଲେଖିବ। କ୍ରିପ୍ସ ମିଶନ ବିଷୟରେ ଲେଖିବ। ୱାର୍ଧା କଂଗ୍ରେସର ବୈଠକ ବିଷୟରେ ଲେଖିବ। ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ ବିଷୟରେ ଲେଖିବ। ଭାରତ ଛାଡ଼ ଆନ୍ଦୋଳନର ପ୍ରସାର ବିଷୟରେ ଲେଖିବ। ଭାରତ ଛାଡ଼ ଆନ୍ଦୋଳନର ଦମନ ବିଷୟରେ ଲେଖିବ। ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନର କାରଣ ଗୁଡ଼ିକ କ'ଣ କ'ଣ ଥିଲା ଲେଖିବ ଏବଂ ପରିଶେଷରେ ଭାରତ ଛାଡ଼ ଆନ୍ଦୋଳନର ଫଳାଫଳ ଗୁଡ଼ିକ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ଭାରତ ଛାଡ଼ ଆନ୍ଦୋଳନ। ଭାରତ ଛାଡ଼ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ଶେଷ ଗଣ ଆନ୍ଦୋଳନ ଥିଲା। ଏହି ଭାରତ ଛାଡ଼ ଆନ୍ଦୋଳନ ମାଧ୍ୟମରେ ଇଂରେଜ ସରକାରଙ୍କୁ ଭାରତ ଛାଡ଼ିବା ପାଇଁ ଭାରତୀୟମାନେ ଆହ୍ୱାନ ଦେଇଥିଲେ। ଏହି ଭାରତ ଛାଡ଼ ଆନ୍ଦୋଳନର ବ୍ୟାପକତା ପୂର୍ବରୁ ହୋଇଥିବା ଅସହଯୋଗ ଆନ୍ଦୋଳନ, ତା ସହିତ ଭାରତରେ ହୋଇଥିବା ଆଇନ ଅମାନ୍ୟ ଆନ୍ଦୋଳନର ବ୍ୟାପକତା ଠାରୁ ଅଧିକ ଥିଲା। ଏହି ଭାରତ ଛାଡ଼ ଆନ୍ଦୋଳନକୁ ଅଗଷ୍ଟ ବିପ୍ଳବ ବୋଲି ମଧ୍ୟ କୁହାଯାଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲଣ୍ଡ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା 1939 ମସିହାରେ। ଦୁଇଟି ସଂଗଠନ ମଧ୍ୟରେ ହିଁ ଏହି ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା, ମିତ୍ର ଶକ୍ତି ଏବଂ କେନ୍ଦ୍ର ଶକ୍ତି ମଧ୍ୟରେ। ଏହି ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ସମୟରେ ଭାରତର ବଡ଼ଲାଟ ଥିଲେ ଲିନ୍ ଲିଥଗୋ। ସେ ଭାରତୀୟମାନଙ୍କ ସହ ପରାମର୍ଶ ନକରି ଭାରତକୁ ମିତ୍ର ଶକ୍ତିଭୁକ୍ତ କରି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରେଇଥିଲେ। ଭାରତ ମିତ୍ର ଶକ୍ତିଭୁକ୍ତ ହୋଇଥିଲା ଇଂଲଣ୍ଡ ଦ୍ୱାରା ଏବଂ ଜର୍ମାନୀ କେନ୍ଦ୍ର ଶକ୍ତିରେ ଥିଲା। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଲିନ୍ ଲିଥଗୋଙ୍କର ଫଟୋ ଚିତ୍ର, ଯିଏକି ଭାରତ ଛାଡ଼ ଆନ୍ଦୋଳନ ତଥା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ବଡ଼ଲାଟ ଥିଲେ ବା ଭାଇସରୟ ଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ସମୟରେ ଭାରତୀୟମାନେ ମିତ୍ର ଶକ୍ତିକୁ ସାହାଯ୍ୟ କରିବେ ନାହିଁ ବୋଲି ନିର୍ଦ୍ଧାରଣ କରିସାରିଥିଲେ ଏବଂ ମିତ୍ର ଶକ୍ତିରେ ଇଂଲଣ୍ଡ ମଧ୍ୟ ଥିଲା। ଯଦି ଭାରତୀୟମାନେ ମିତ୍ର ଶକ୍ତିକୁ ସାହାଯ୍ୟ କରିବେ ତାହେଲେ ଇଂଲଣ୍ଡ ଭାରତୀୟମାନଙ୍କର କେତେଗୁଡ଼ିଏ ସର୍ତ୍ତ ମାନିବାକୁ ପଡ଼ିବ ବୋଲି ଭାରତୀୟମାନେ ବିଚାର କରିଥିଲେ। କେଉଁ କେଉଁ ସର୍ତ୍ତ ଗୁଡ଼ିକ ଥିଲା ଦେଖ ପିଲାମାନେ। ସମ୍ବିଧାନ ପ୍ରଣୟନ ପାଇଁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବ। ଇଂଲଣ୍ଡ ଭାରତୀୟମାନଙ୍କୁ ସମ୍ବିଧାନ ପ୍ରଣୟନ ପାଇଁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବ। ତା ସହିତ ଭାରତରେ ଏକ ଜନପ୍ରିୟ ସରକାର ଗଠନ କରିବା ପାଇଁ ଭାରତୀୟମାନଙ୍କୁ ଇଂଲଣ୍ଡ ସମ୍ମତି ପ୍ରଦାନ କରିବ। ଯଦି ଭାରତୀୟମାନେ ମିତ୍ର ଶକ୍ତିକୁ ସାହାଯ୍ୟ କରିବେ ତାହେଲେ ଇଂଲଣ୍ଡ ଏହି ମୁଖ୍ୟ ଦୁଇଟି ଭାରତୀୟମାନଙ୍କର ସର୍ତ୍ତକୁ ମାନିବାକୁ ପଡ଼ିବ ବୋଲି ଭାରତୀୟମାନେ ନିର୍ଦ୍ଧାରଣ କରିଥିଲେ। କିନ୍ତୁ ଇଂରେଜ ସରକାର ଭାରତକୁ କେବଳ ସ୍ୱାୟତ୍ତଶାସନ ଦିଆଯିବ ବୋଲି କହିଲେ। ଭାରତୀୟମାନଙ୍କର ପୂର୍ବରୁ ଯେଉଁ ଦୁଇଟି ମୁଖ୍ୟ ସର୍ତ୍ତ ଥିଲା ସେ ସର୍ତ୍ତକୁ ଇଂରେଜ ସରକାର ମାନିଲେ ନାହିଁ। ଭାରତକୁ କେବଳ ସ୍ୱାୟତ୍ତଶାସନ ଦିଆଯିବ ବୋଲି ଇଂରେଜ ସରକାର କହିଲେ। ସ୍ୱାୟତ୍ତଶାସନ କାହାକୁ କୁହାଯାଏ ଦେଖ ପିଲାମାନେ, ଏଠି ତଳେ ଲେଖା ହେଇଛି ଭାରତୀୟମାନେ ଭାରତକୁ ଶାସନ କରିବେ। ସ୍ୱାୟତ୍ତଶାସନ କହିଲେ ପିଲାମାନେ ଭାରତୀୟମାନେ ଭାରତକୁ ଶାସନ କରିବେ, କିନ୍ତୁ ଶାସନ ମୁଖ୍ୟ କିଏ ହେବେ? ଇଂଲଣ୍ଡର ରାଜା ବା ରାଣୀ ହେବେ। ଭାରତୀୟମାନେ ଭାରତ ଛାଡ଼ ଆନ୍ଦୋଳନ ମାଧ୍ୟମରେ ଇଂରେଜମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦାବି କରୁଥିଲେ, କିନ୍ତୁ ଇଂରେଜମାନେ ଭାରତକୁ କେବଳ ସ୍ୱାୟତ୍ତଶାସନ ଦେବା କଥା କହିଲେ। ଭାରତୀୟମାନେ ଭାରତକୁ ଶାସନ କରିବେ, କିନ୍ତୁ ଭାରତ କାହାର ନୀତି ନିୟମ ଅନୁସାରେ ଶାସିତ ହେବ? ଇଂଲଣ୍ଡର ରାଜା ବା ରାଣୀଙ୍କ ଶାସନ ଦ୍ୱାରା ଶାସିତ ହେବେ, ଯେଉଁଟାକି ଭାରତୀୟମାନେ ଚାହୁଁନଥିଲେ। ତେଣୁକରି ଭାରତୀୟମାନେ ଇଂରେଜ ସରକାରଙ୍କର ଏହି ଭାରତକୁ କେବଳ ସ୍ୱାୟତ୍ତଶାସନ ଦିଆଯିବ ଘୋଷଣାକୁ ସେମାନେ ନିନ୍ଦା କଲେ ଏବଂ 8ଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଦେଲେ, ଯଦ୍ୱାରା ପିଲାମାନେ ଇଂଲଣ୍ଡ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡର ଏହି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବା ଦେଖି ମହାତ୍ମା ଗାନ୍ଧୀ ଇଂଲଣ୍ଡକୁ ସାହାଯ୍ୟ କରିବା ପାଇଁ ରାଜି ହୋଇଗଲେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତ ପରେ ଭାରତୀୟମାନଙ୍କର ଦୁଇଟି ସର୍ତ୍ତ ପୂରଣ କରିବାକୁ ଇଂରେଜ ସରକାରଙ୍କୁ ବାଧ୍ୟ କଲେ। ସେହି ସର୍ତ୍ତ ଗୁଡ଼ିକ କ'ଣ କ'ଣ ଥିଲା ଦେଖ ପିଲାମାନେ। ପ୍ରଥମ ସର୍ତ୍ତଟି ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜ ବା ଇଂଲଣ୍ଡ ମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ଇଂରେଜ ସରକାର ଭାରତକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବେ। ତା ସହିତ ଭାରତରେ ଏକ ଅସ୍ଥାୟୀ ସରକାର ଗଠନ ପାଇଁ ସମ୍ମତି ପ୍ରଦାନ କରିବେ। ଇଂରେଜମାନଙ୍କ ଦ୍ୱାରା ଅଗଷ୍ଟ ଦାନ ଘୋଷଣା। ଇଂରେଜମାନେ ଅଗଷ୍ଟ ଦାନ ଘୋଷଣା କରିଥିଲେ। ଅଗଷ୍ଟ ଦାନ କିଏ ଘୋଷଣା କରିଥିଲେ ଦେଖ ପିଲାମାନେ। ଭାରତର ଭାଇସରୟ ଲର୍ଡ଼ ଲିନଲିଥଗୋ ଏହି ଅଗଷ୍ଟ ଦାନ ଘୋଷଣା କରିଥିଲେ। ଭାରତର ଭାଇସରୟ ଲର୍ଡ଼ ଲିନଲିଥଗୋ କାହିଁକି ଅଗଷ୍ଟ ଦାନ ଘୋଷଣା କରିଥିଲେ ତାର ପଛରେ ମୁଖ୍ୟ କାରଣ କ'ଣ ଥିଲା ଦେଖ ପିଲାମାନେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟମାନଙ୍କ ସାହାଯ୍ୟ ପାଇବା ପାଇଁ ଲର୍ଡ଼ ଲିନଲିଥଗୋ ଭାରତରେ ଅଗଷ୍ଟ ଦାନ ଘୋଷଣା କରିଥିଲେ। ଏହି ଅଗଷ୍ଟ ଦାନ ଘୋଷଣା ହୋଇଥିଲା 1940 ମସିହା ଅଗଷ୍ଟ 8 ତାରିଖରେ। ଏହି ଅଗଷ୍ଟ ଦାନରେ ଭାରତୀୟମାନଙ୍କୁ କିଛି ସାମ୍ବିଧାନିକ ସୁବିଧା ସୁଯୋଗ ପ୍ରଦାନ
କରାଯାଇଥିଲା, ଯେମିତିକି ଭାରତୀୟମାନଙ୍କୁ ଏହି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସ୍ୱାୟତ୍ତଶାସନ କ୍ଷମତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଭାରତରେ ଏକ ସମ୍ବିଧାନ ସଭା ଗଠନ କରାଯିବ ଏବଂ ସେହି ସମ୍ବିଧାନ ସଭା ଭାରତୀୟବାସୀଙ୍କ ପାଇଁ ଏକ ସମ୍ବିଧାନ ଗଠନ କରିବ ବୋଲି ଅଗଷ୍ଟ ଦାନରେ ଘୋଷଣା କରାଯାଇଥିଲା। ତା ସହିତ ଯୁଦ୍ଧ ପରାମର୍ଶ ପରିଷଦ ଗଠନ କରାଯିବ ବୋଲି ଅଗଷ୍ଟ ଦାନରେ ଘୋଷଣା କରାଯାଇଥିଲା। ତା ସହିତ ବଡ଼ଲାଟଙ୍କ କାର୍ଯ୍ୟକାରୀ ପରିଷଦ ପ୍ରସାରଣ କରାଯିବ ବୋଲି ଏହି ଅଗଷ୍ଟ ଦାନରେ ଘୋଷଣା କରାଯାଇଥିଲା। ଭାରତୀୟମାନେ ଇଂରେଜ ସରକାରଙ୍କ ସମ୍ମୁଖରେ ଯାହା ବି ଦାବି ରଖିଥିଲେ, ତାଙ୍କର ଗୋଟିଏ ବି ଦାବି ଏହି ଅଗଷ୍ଟ ଦାନରେ ଘୋଷଣା ହୋଇନଥିଲା, ଯଦ୍ୱାରା ପିଲାମାନେ ଏହି ଅଗଷ୍ଟ ଦାନକୁ ପ୍ରତ୍ୟାଖ୍ୟାନ କଲେ ଭାରତୀୟ ଜାତୀୟ କଂଗ୍ରେସ ତା ସହିତ ମୁସଲିମ ଲିଗ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ବ୍ୟକ୍ତିଗତ ସତ୍ୟାଗ୍ରହ। ଅଗଷ୍ଟ ଦାନରେ ଭାରତୀୟମାନଙ୍କର ଦାବିଗୁଡ଼ିକୁ ସ୍ଥାନ ଦିଆଯାଇନଥିଲା। ତେଣୁକରି ଭାରତରେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ଆହ୍ୱାନ ଦେଲେ ଏବଂ ଭାରତରେ ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଆଚାର୍ଯ୍ୟ ବିନୋବା ଭାବେ। ଇଂରେଜମାନେ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ଗିରଫ କଲେ ପାନାଉଠାରେ 1940 ଅକ୍ଟୋବର ମାସରେ। ଦ୍ୱିତୀୟ ବ୍ୟକ୍ତିଗତ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଜବାହରଲାଲ ନେହେରୁ। ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ଦେଶବ୍ୟାପୀ ଆରମ୍ଭ ହୋଇଗଲା। 1941 ମସିହାରେ ଇଂରେଜମାନେ 25,000 ସତ୍ୟାଗ୍ରହୀମାନଙ୍କୁ ଗିରଫ କଲେ। ଏହି ଭାରତ ଛାଡ଼ ଆନ୍ଦୋଳନରେ ଆରମ୍ଭ ହୋଇଥିବା ବ୍ୟକ୍ତିଗତ ସତ୍ୟାଗ୍ରହ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା। ଭାରତୀୟମାନଙ୍କର ଦାବି ଗ୍ରହଣ ସପକ୍ଷରେ ଆମେରିକା, ଚୀନ, ଅଷ୍ଟ୍ରେଲିଆ ତଥା ଇଂଲଣ୍ଡର ଜନସାଧାରଣ ମଧ୍ୟ ଥିଲେ। ଏଠି ଯେଉଁ ପ୍ରଥମ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ପ୍ରଥମ ଫଟୋ ଚିତ୍ରଟି ହେଉଛି ଆଚାର୍ଯ୍ୟ ବିନୋବା ଭାବେଙ୍କର ଫଟୋ ଚିତ୍ର, ଯିଏକି ଭାରତ ଛାଡ଼ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ବ୍ୟକ୍ତିଗତ ସତ୍ୟାଗ୍ରହରେ ପ୍ରଥମ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଏବଂ ତାଙ୍କୁ ପାନାଉଠାରେ ଗିରଫ କରାଯାଇଥିଲା 1940 ମସିହା ଅକ୍ଟୋବରରେ। ଏବଂ ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ପଣ୍ଡିତ ଜବାହରଲାଲ ନେହେରୁଙ୍କର ଫଟୋ ଚିତ୍ର, ଯିଏକି ଏହି ବ୍ୟକ୍ତିଗତ ସତ୍ୟାଗ୍ରହର ଦ୍ୱିତୀୟ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। କ୍ରିପ୍ସ ମିଶନ। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ 1942 ମସିହା ମାର୍ଚ୍ଚ ମାସରେ ଏକ ପ୍ରତିନିଧି ଦଳ ଭାରତକୁ ପଠାଇଲେ। ସେହି ପ୍ରତିନିଧି ଦଳକୁ କ୍ରିପ୍ସ ମିଶନ ବୋଲି କୁହାଗଲା। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ ଭାରତକୁ କ୍ରିପ୍ସ ମିଶନ ପଠାଇଲେ 1942 ମସିହା ମାର୍ଚ୍ଚ ମାସରେ। ତା ପଛରେ କାରଣ କ'ଣ ଥିଲା ଦେଖ ପିଲାମାନେ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟମାନଙ୍କର ସାହାଯ୍ୟ ପାଇବା ପାଇଁ ୱିନଷ୍ଟନ୍ ଚର୍ଚ୍ଚିଲ 1942 ମସିହା ମାର୍ଚ୍ଚ ମାସରେ କ୍ରିପ୍ସ ମିଶନକୁ ଭାରତକୁ ପଠାଇଥିଲେ। ଏହି କ୍ରିପ୍ସ ମିଶନର ମୁଖ୍ୟ ସଦସ୍ୟ ଥିଲେ ସାର୍ ଷ୍ଟାଫୋର୍ଡ କ୍ରିପ୍ସ, ପ୍ୟାଥିକ୍ ଲରେନ୍ସ, ଏଭି ଆଲେକଜାଣ୍ଡାର। ଏହି କ୍ରିପ୍ସ ମିଶନର ନେତୃତ୍ୱ ନେଇଥିଲେ ସାର୍ ଷ୍ଟାଫୋର୍ଡ କ୍ରିପ୍ସ। ଏହି କ୍ରିପ୍ସ ମିଶନ ତାର ପ୍ରସ୍ତାବ କ'ଣ ଦେଲା ପିଲାମାନେ ଦେଖ, ଭାରତକୁ
ସ୍ୱାୟତ୍ତଶାସନ ପ୍ରଦାନ କରାଯିବ। ତା ସହିତ ସମ୍ବିଧାନ ପ୍ରସ୍ତୁତ ପାଇଁ ଅଧିକାର ମଧ୍ୟ ଭାରତୀୟମାନଙ୍କୁ ଦିଆଯିବ। ତା ସହିତ ଭାରତରେ ପୃଥକ ସମ୍ବିଧାନ ମଧ୍ୟ ତିଆରି କରାଯିବା କଥା ଏହି କ୍ରିପ୍ସ ମିଶନରେ କୁହାଯାଇଥିଲା। ଏହି କ୍ରିପ୍ସ ମିଶନ ମଧ୍ୟ ଭାରତୀୟମାନଙ୍କର ଦାବି ପୂରଣ କରିପାରିଲା ନାହିଁ। ତେଣୁକରି ଭାରତୀୟମାନେ ଏହି କ୍ରିପ୍ସ ମିଶନକୁ ମଧ୍ୟ ବିରୋଧ କଲେ। ମହାତ୍ମା ଗାନ୍ଧୀ ଜାଣିଗଲେ ଯେ ଇଂରେଜମାନଙ୍କୁ ଭାରତରୁ ତଡ଼ିଦେଲେ ଭାରତର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି। ତେଣୁକରି ମହାତ୍ମା ଗାନ୍ଧୀ ପରିଶେଷରେ ଭାରତ ଛାଡ଼ ଆନ୍ଦୋଳନର ଆହ୍ୱାନ ଦେଲେ। ଏଠି ଯେଉଁ ପ୍ରଥମ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ପ୍ରଥମ ଫଟୋ ଚିତ୍ରଟି ହେଉଛି ସାର୍ ଷ୍ଟାଫୋର୍ଡ କ୍ରିପ୍ସଙ୍କର, ଯିଏକି କ୍ରିପ୍ସ ମିଶନର ନେତୃତ୍ୱ ନେଇଥିଲେ। ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ପିଲାମାନେ, ମୁଁ ମାର୍କ କରୁଛି ଦେଖ, ଏହି ଫଟୋ ଚିତ୍ରଟି ହେଉଛି ପ୍ୟାଥିକ୍ ଲରେନ୍ସଙ୍କର, ଯିଏକି ଏହି କ୍ରିପ୍ସ ମିଶନର ଅନ୍ୟ ଏକ ମୁଖ୍ୟ ସଦସ୍ୟ ଥିଲେ। ଏବଂ ତୃତୀୟ ଫଟୋ ଚିତ୍ରଟି ହେଉଛି ଏଭି ଆଲେକଜାଣ୍ଡାରଙ୍କର, ଯିଏକି ଏହି କ୍ରିପ୍ସ ମିଶନର ଅନ୍ୟ ଏକ ମୁଖ୍ୟ ସଦସ୍ୟ ଥିଲେ। ଏହି କ୍ରିପ୍ସ ମିଶନରେ ଷ୍ଟାଫୋର୍ଡ କ୍ରିପ୍ସ, ପ୍ୟାଥିକ୍ ଲରେନ୍ସ ଏବଂ ଏଭି ଆଲେକଜାଣ୍ଡାର ମୁଖ୍ୟ ସଦସ୍ୟ ଥିଲେ, ଯାହାକି ଭାରତକୁ ଆସିଥିଲା 1942 ମସିହା ମାର୍ଚ୍ଚ ମାସରେ। ୱାର୍ଦ୍ଧା କଂଗ୍ରେସର ବୈଠକ 1942 ମସିହା ଜୁଲାଇ 6 ତାରିଖରୁ ଜୁଲାଇ 14 ତାରିଖ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ବୈଠକ ବସିଥିଲା ୱାର୍ଦ୍ଧାଠାରେ। ଏବଂ ଜୁଲାଇ 14 ତାରିଖରେ ଭାରତୀୟ ଜାତୀୟ କଂଗ୍ରେସ ଭାରତ ଛାଡ଼ ପ୍ରସ୍ତାବ ଗ୍ରହଣ କରିଥିଲା। ଏହି ୱାର୍ଦ୍ଧା ଭାରତୀୟ ଜାତୀୟ କଂଗ୍ରେସର ବୈଠକରେ ମୌଲାନା ଅବୁଲ କଲାମ ଆଜାଦ ସଭାପତିତ୍ୱ କରିଥିଲେ। 1942 ଅଗଷ୍ଟ 7 ତାରିଖରେ ମୌଲାନା ଅବୁଲ କଲାମ ଆଜାଦ ଭାରତ ଛାଡ଼ ଆନ୍ଦୋଳନର ଅର୍ଥ ବ୍ୟାଖ୍ୟା କରିଥିଲେ ଏବଂ ଭାରତୀୟବାସୀଙ୍କୁ ଶାନ୍ତିପୂର୍ଣ୍ଣ ଓ ଅହିଂସା ଉପାୟରେ ଭାରତ ଛାଡ଼ ଆନ୍ଦୋଳନ କରିବା ପାଇଁ ପ୍ରେରଣା ଦେଇଥିଲେ। ଏହି ଭାରତ ଛାଡ଼ ପ୍ରସ୍ତାବକୁ ଆଗତ କରିଥିଲେ ଜବାହରଲାଲ ନେହେରୁ ଏବଂ ଏହି ଭାରତ ଛାଡ଼ ପ୍ରସ୍ତାବକୁ ସମର୍ଥନ କରିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। 1942 ମସିହା ଅଗଷ୍ଟ 8 ତାରିଖ ଏହି ଭାରତୀୟ ଜାତୀୟ କଂଗ୍ରେସ ଏହି ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବକୁ ଅନୁମୋଦନ କରିଥିଲା ଏବଂ ଏହି ଭାରତ ଛାଡ଼ ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ଡାକରା ଦେଇଥିଲେ କର ବା ମର ବୋଲି ଏବଂ ସ୍ୱାଧୀନତା ଆମର ପ୍ରାପ୍ୟ ବୋଲି। ଏଠି ଯେଉଁ ପ୍ରଥମ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ପ୍ରଥମ ଫଟୋ ଚିତ୍ରଟି ହେଉଛି ଭାରତ ମାନଚିତ୍ର। ଏହି ଭାରତ ମାନଚିତ୍ରରେ ମୁଁ ଏଠି ଦର୍ଶାଇ ଦେଉଛି ଦେଖ ପିଲାମାନେ, ଏଇଟା ହେଲା ମହାରାଷ୍ଟ୍ର ରାଜ୍ୟ ଏବଂ ମହାରାଷ୍ଟ୍ରରେ ୱାର୍ଦ୍ଧାକୁ ସୂଚେଇ ଦିଆଯାଇଛି। ଏହି ୱାର୍ଦ୍ଧାଠାରେ ଭାରତୀୟ ଜାତୀୟ କଂଗ୍ରେସର 1942 ଜୁଲାଇ 6ରୁ 14 ତାରିଖ ପର୍ଯ୍ୟନ୍ତ ବୈଠକ ବସିଥିଲା। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମୌଲାନା ଅବୁଲ କଲାମ ଆଜାଦ। ଏହି ଭାରତୀୟ ଜାତୀୟ କଂଗ୍ରେସର ୱାର୍ଦ୍ଧା ଅଧିବେଶନରେ ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ତଳେ ଯେଉଁ ପ୍ରଥମ ଫଟୋ ଚିତ୍ର ଦେଖୁଛ ପିଲାମାନେ, ଏହି ପ୍ରଥମ ଫଟୋ ଚିତ୍ରଟି ହେଉଛି ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋ ଚିତ୍ର, ଯିଏକି ୱାର୍ଦ୍ଧା ଭାରତୀୟ ଜାତୀୟ କଂଗ୍ରେସର ସଭାପତିତ୍ୱ କରିଥିଲେ। ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ଜବାହରଲାଲ ନେହେରୁଙ୍କର ଫଟୋ ଚିତ୍ର। ଏହି ଜବାହରଲାଲ ନେହେରୁ ଭାରତ ଛାଡ଼ ପ୍ରସ୍ତାବକୁ ୱାର୍ଦ୍ଧା ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରେ ଆଗତ କରିଥିଲେ
ଏବଂ ଏହି ତୃତୀୟ ଫଟୋଚିତ୍ରଟି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଫଟୋଚିତ୍ର, ଯିଏକି ଏହି ୱାର୍ଦ୍ଧା ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରେ ଭାରତ ଛାଡ଼ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ। ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ଦେଖ ପିଲାମାନେ। ଶ୍ରମିକ ଓ କୃଷକମାନେ ରାଜସ୍ୱ ଦେବା ବନ୍ଦ କରିଥିଲେ। ଇଂରେଜ କର୍ମଚାରୀମାନଙ୍କୁ ଖାଦ୍ୟ ପଦାର୍ଥ ବିକ୍ରି କରାଯିବ ନାହିଁ ବୋଲିକି ଭାରତୀୟ ମାନେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସ୍ଥିର କରିଥିଲେ। ରାସ୍ତାଘାଟ, ଯାନବାହନ, ଟେଲିଗ୍ରାଫ ଓ ରେଳ ବିଭାଗ ଅଚଳ କରାଯିବା ପାଇଁ ମଧ୍ୟ ଭାରତୀୟମାନେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସ୍ଥିର କରିଥିଲେ। ଥାନା, କୋର୍ଟ, ଜେଲଖାନାକୁ ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ ବୋଲି ମଧ୍ୟ ସ୍ଥିର କରାଯାଇଥିଲା। ଏବଂ ଏହି ଭାରତ ଛାଡ଼ ଆନ୍ଦୋଳନ ସମୟରେ ସାଧାରଣ ଜନତା ଅହିଂସା ମାର୍ଗ ଗ୍ରହଣ କରି ଭାରତ ଛାଡ଼ ଆନ୍ଦୋଳନ କରିବେ ବୋଲି ମଧ୍ୟ ସ୍ଥିର କରାଯାଇଥିଲା।